ବର୍ତ୍ତମାନ ଦୋଳି ଆସିକି ପହଞ୍ଚିଗଲା। ଅଟୋରେ ରଖାଯାଇଅଛି, ଅନଲୋଡ଼ ହେବ। କାମ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସରି ଆସିଲାଣି। ବଫେ ଷ୍ଟଲ୍ ଏବଂ ଆଗ ପଟରେ ପେଣ୍ଡାଲ ଏବଂ ସଫେଇ କାର୍ଯ୍ୟକ୍ରମ ଏବଂ ରୋଷଘର ଘର ଆପଣମାନେ ଟିକେ ଦେଖି ନିଅନ୍ତୁ। ଆପଣମାନେ ଆଗାମୀ ଭବିଷ୍ୟତ, ତେଣୁ ବହୁତ ଜଲ୍ଦି ଜୋରସୋରରେ ଆମର ଭରତ କୁମାର ପଣ୍ଡା ପ୍ରଧାନ ସେବକ କ୍ଲବ ଘରଟିକୁ ରଙ୍ଗ କାମରେ ଚାଲୁଅଛି। ଏ ଆମର ଡନ୍ ବୁଲୁଅଛି। ବର୍ତ୍ତମାନ ଷ୍ଟେଜ୍ ଫିଟିଂ ହେବ। ବର୍ତ୍ତମାନ ଇଏ ହେଇଗଲା ଆପଣଙ୍କର ରୋଷଘର। ଏ ଗାର୍ଡ଼େନରେ ଲୋକମାନେ ବଫେ ଟେବୁଲ୍ ଲାଗିଯିବ, ସବୁ ବୁଲିକି ଖାଦ୍ୟ ଗ୍ରହଣ କରିବେ। ଦୋଳି ଭାଇଟି ମୋର ଟିକେ ଖରାରେ ବସିକି ଛାଇରେ ସେ ବର୍ତ୍ତମାନ ପାନ ଖଣ୍ଡେ ଚୋବଉଛନ୍ତି। ସେ ଭାଇ ଟିକେ ଝାଡ଼ା ଲାଗିଲା ତାଙ୍କୁ, ସେ ଲାଟ୍ରିନ୍ କାମ ସାରିକି ଆସିଲେ ତାଙ୍କର ଦୋଳି କାର୍ଯ୍ୟ ସେ ଆରମ୍ଭ କରିବେ। ଏଣୁ ଆପଣମାନଙ୍କୁ ଅନୁରୋଧ, ଯଥାଶୀଘ୍ର ଆସି ଜଲ୍ଦି ଜଲ୍ଦି ହନୁମାନଙ୍କ ପ୍ରାଙ୍ଗଣରେ ଉପସ୍ଥିତ ହେଲେ ଦୋକାନର ବଦନ ଚେଞ୍ଜ ହେଇଯାଇଛି। ଆମର ପ୍ରଧାନ ସେବକ ଶ୍ରୀଯୁକ୍ତ ଭରତ କୁମାର ପଣ୍ଡା ସେ ବର୍ତ୍ତମାନ ଆସୁଛନ୍ତି। ଆପଣମାନେ କପଡ଼ା କାମ ବି ଟିକେ ଚେକ୍ କରିପାରନ୍ତି। ସେଠି ଜଗନ୍ନାଥ ସେବକ ଅଜୟ ଦାସ ସେ ବି ଉପସ୍ଥିତ ଅଛନ୍ତି। ଆଉ ଆପଣ କପଡ଼ା କାମ ଦେଖିପାରନ୍ତୁ। ଲାଇଟ୍ ଗେଟ୍ କାମ ଚାଲୁଅଛି। ଆଉ ଭରତ କୁମାର ପଣ୍ଡା ବର୍ତ୍ତମାନ ରୁମ୍ ସାରି ବାହାର ପୋଜିସନକୁ ଆରମ୍ଭ କରିବେ। ସେ ଟିକେ ଘରକୁ ଗଲେ ଏଠି ଭକ୍ତବୃନ୍ଦ ମାନେ ଚିତ୍ରକାର କାର୍ଯ୍ୟ ଚାଲୁଅଛି। ଏଠି ମାଇ ସେଲ୍ଫ ଏସ୍କେ ବସିଛନ୍ତି। ଆପଣଙ୍କର ଲାଇଟ୍ ଗେଟ୍ ସବୁ ଆସିଗଲାଣି। ଏଠି ମାଟି ଅନଲୋଡ଼ିଂ, ବାଲି ଅନଲୋଡ଼ିଂ ହେଇଗଲାଣି। ଏସବୁ ପରିଷ୍କାର ହେଇଯିବ। ବାଳକମାନେ ଛୋଟା ଦୌଡ଼ି ଦୌଡ଼ି ଆସୁଛନ୍ତି। ବାଳକମାନେ ତାଙ୍କର କାର୍ଯ୍ୟରେ କରୁଛନ୍ତି। ଚୁଙ୍ଗା ବର୍ତ୍ତମାନ ଉପରକୁ ଉଠିଲା, ଭଜନ ଆରମ୍ଭ ହେଇଯିବ। ଏପର୍ଯ୍ୟନ୍ତ ଟିକେ ଦୁଃଖର ବିଷୟ, ମୋଟରଟି ଚାଲିପାରୁନାହିଁ। ଯେହେତୁ ମିସ୍ତ୍ରୀ ଟିକେ ଅନଫିଟ୍ ଅଛନ୍ତି, ସେ ତାଙ୍କ କାର୍ଯ୍ୟ ଚଳାଉଛନ୍ତି। ଶେଷ ପର୍ଯ୍ୟାୟ କ'ଣ ହେବ ଆପଣମାନଙ୍କୁ ମୁଁ ଜଣାଇବି। ଜୟ ସୀତାରାମ।